ମୁଁ ଜାଣିନି କହିପାରିବିନି କ'ଣ ହେଇଛି କିନ୍ତୁ ଆଜି ଯେହେତୁ ହଁ ତାଙ୍କ ୱାଇଫ୍ ଆସିକି କାଲି ଥ୍ରେଟନିଂ ଦେଇଛନ୍ତି ଆମକୁ କି ମୋତେ ହିଁ ଦେଇଥିଲେ କହିଲେ ଯେ ମତେ ମୁଁ ଭାବିଲି ମୁଁ ଜାଣିପାରିନି ନା ତାଙ୍କ ୱାଇଫ୍ ବୋଲିକି ସେ ମୋତେ କହିଲେ କ'ଣ ହେଇଛି କୁହ ମୁଁ ସବୁ ଜାଣିଛି ମୁଁ ଭାବିଲି ବୋଧେ ଆଇଦର ମିଡ଼ିଆ ଭାଇମାନଙ୍କ ମଧ୍ୟରୁ କିଏ ଭଉଣୀମାନଙ୍କ ମଧ୍ୟରୁ କିଏ ହେଇଥିବ କି ପୋଲିସ ଡିପାର୍ଟମେଣ୍ଟରେ ହେଇଥିବ ତ ମୁଁ ତାଙ୍କୁ କହିଲି କି ନାଇଁ ସେ ମୋତେ ଏମିତି ଟଚ୍ କରିଛନ୍ତି ତ ସେ କହିଲେ ତମେ ଡବଲ ମିନିଂ କଥା ହେଇଛ ମୋ ହଜବେଣ୍ଡ ସହିତ ମୁଁ କହିଲି ଠିକ୍ ଅଛି ଯଦି ଆପଣଙ୍କ ପାଖରେ ପ୍ରୁଫ୍ ଅଛି ଆପଣ ପୋଲିସକୁ ବି ଦେଇପାରିବେ ହଁ ହଁ ସେ ରେକର୍ଡିଂ ସବୁ ମୋ ପାଖରେ ଅଛି ଯୋଉଟା କି ଆମେ ଆଜି ଆଜ୍ଞା ମୁଁ ଚାହୁଁଛି ମୋତେ ନ୍ୟାୟ ମିଳୁ ଏଭଳିଆ ଶୁଣନ୍ତୁ ସବୁ ପିଏଚ୍ଏମ୍ ମାନଙ୍କୁ ମୁଁ ଖରାପ କହୁନି ସବୁ ପ୍ରୋଗ୍ରାମ ହେଲ୍ଥ ମ୍ୟାନେଜର ସମସ୍ତେ ଖରାପ ନୁହନ୍ତି କିନ୍ତୁ ଏଭଳିଆ ଯୋଉ ପିଏଚ୍ଏମ୍ ମାନେ ଅଛନ୍ତି ସେମାନେ ସାବାଟ ହୁଅନ୍ତୁ ଏଇ ଜିନିଷରୁ ମୁଁ ଚାହୁଁଛି ନିଶ୍ଚିନ୍ତ 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 ମୁଁ ଏତେ ବାଟ ଯିବା ଆସିବା କରୁଛି ତ ମୋତେ ନିଜକୁ କାରଣ ଏସବୁ ଜିନିଷ ହସ୍ପିଟାଲ ପ୍ରିମିସାଇଜରେ ଯଦି ଘଟୁଛି ନା ତ ଆମେ ସେଫ୍ ବୋଲି କେମିତି ଭାବିବୁ